ଆପଣଙ୍କର ଯଦି ଧନୁରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଧନୁରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ମକର ସଂକ୍ରାନ୍ତିରେ ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବାକୁ ଲାଗିବ ଏବଂ ଆପଣଙ୍କ ଜୀବନରେ ଯେତେ ମାତ୍ରାରେ ସବୁ ବାଧାବିଘ୍ନ ଆସୁଥିଲା ତାହା ସବୁ ଦୂର ହେବାକୁ ଲାଗିବ। ତେଣୁ ଆପଣ ଯଦି ଧନୁରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ତା ସହିତ କମେଣ୍ଟରେ ଜୟ ମହାଦେବ ଜୟ ଶନିଦେବ ନିଶ୍ଚୟ ଲେଖିବେ। ତେବେ ଦେଖନ୍ତୁ, ପ୍ରଥମତଃ ଧନୁରାଶିର ବ୍ୟକ୍ତିବିଶେଷଙ୍କର ଜୀବନରେ ଦେବଗୁରୁ ବୃହସ୍ପତି ଆପଣଙ୍କର ଦ୍ୱାଦଶ ଘରେ ଥିଲେ। ଏବେ ଦ୍ୱାଦଶ ଘରୁ ଆପଣଙ୍କର ତୃତୀୟ ଘରକୁ ଗୋଚର କରିବେ ଏହି ମକର ସଂକ୍ରାନ୍ତି ଦିନ, ଯାହାକି ଆପଣଙ୍କର ଗୁରୁ ସ୍ଥାନରେ ରହିବେ। ତେଣୁ ଦେବଗୁରୁ ବୃହସ୍ପତି ଆପଣଙ୍କର ଗୁରୁ ସ୍ଥାନରେ ରହିବା ହେତୁ ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବାକୁ ଲାଗିବ। ଆପଣଙ୍କ ଜୀବନରେ ଯେତେ ମାତ୍ରାରେ ସବୁ ବାଧାବିଘ୍ନ ଆସୁଥିଲା ତାହା ମଧ୍ୟ ଦୂର ହେବାକୁ ଲାଗିବ। ତେଣୁ ପ୍ରଥମତଃ ଦେଖନ୍ତୁ, ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ବାଧାବିଘ୍ନର ଆପଣ ସମ୍ମୁଖୀନ କରିଛନ୍ତି ଏବଂ ଆପଣ ବହୁତ ଋଣ ମଧ୍ୟ କରଜ କରିଛନ୍ତି। ଆପଣଙ୍କର କ୍ୟାରିୟର କ୍ଷେତ୍ରକୁ ଯଦି ଦେଖିବା, ଆପଣ ବହୁତ ମାତ୍ରାରେ ଚାକିରି ପାଇଁ ଆପଣ ପ୍ରିପାରେସନ୍ ହେଉଛନ୍ତି। ଚାକିରି ପାଇଁ ମାତ୍ର ଆପଣ ଇଣ୍ଟରଭ୍ୟୁ ମଧ୍ୟ ଦେଉଛନ୍ତି, କିନ୍ତୁ ସେଥିରେ ଫେଲ୍ ହେଇଯାଉଛନ୍ତି ଏବଂ ଆପଣଙ୍କୁ ସେଥିରେ ବହୁତ ମାତ୍ରାରେ ବାଧାବିଘ୍ନ ମଧ୍ୟ ଦେଖିବାକୁ ମିଳୁଛି। ଆପଣଙ୍କ ଜୀବନରେ ହେଉ କିମ୍ବା ଆପଣଙ୍କ ଲଭ୍ ଲାଇଫ୍ କ୍ଷେତ୍ରରେ ହେଉ, ଆପଣଙ୍କର କ୍ୟାରିୟର ମଧ୍ୟରେ ହେଉ, ଆପଣଙ୍କୁ କେଉଁଠାରେ ମଧ୍ୟ ସହଯୋଗ ମିଳୁନି, ସାହାଯ୍ୟ ହେଉନି ଏବଂ କିଛି ପ୍ରକାରର ସହଯୋଗ ମଧ୍ୟ ମିଳୁନାହିଁ। ଦେଖନ୍ତୁ, ଏହି ମକର ସମ୍ପୂର୍ଣ୍ଣ ଭାବରେ ଲାଗିବ। ଆପଣଙ୍କ ଜୀବନରେ ଯେତେ ମାତ୍ରାରେ ସବୁ ବାଧାବିଘ୍ନ ଆସୁଥିଲା ତାହା ସବୁ ଦୂର ହୋଇଯିବ ଏବଂ ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବାକୁ ଲାଗିବ। ଯାହା ଫଳରେ ଆପଣଙ୍କ ଜୀବନରେ ଯେତେ ମାତ୍ରାରେ ବାଧାବିଘ୍ନ ଆସୁଥିଲା, ଆପଣଙ୍କ ଲଭ୍ ଲାଇଫ୍ କ୍ଷେତ୍ରରେ ହେଉ, ପାରିବାରିକ କ୍ଷେତ୍ରରେ ହେଉ, ଆପଣଙ୍କର ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହେଉ, ଯେଉଁ ବାଦ ବିବାଦ ମଧ୍ୟ ସୃଷ୍ଟି ହେଉଥିଲା ତାହା ସବୁ ଧୀରେ ଧୀରେ ଶାନ୍ତ ହେବାକୁ ଲାଗିବ ଏବଂ ଆପଣଙ୍କୁ ଚାକିରି କ୍ଷେତ୍ରରେ ବହୁତ ମାତ୍ରାରେ ଅପରଚୁନିଟି ମଧ୍ୟ ଆସିବ। ଆପଣଙ୍କୁ ଜବ୍ ପାଇଁ ବହୁତ ମାତ୍ରାରେ ଅପରଚୁନିଟି ଆସିବ। ଯଦି ଆପଣଙ୍କର ବିଜନେସ୍ ଥିଲା ଲସ୍ରେ ଯାଉଥିଲା, ଦେଖିବେ ଏହି ମକର ସଂକ୍ରାନ୍ତି ଠାରୁ ଆପଣଙ୍କ ବିଜନେସ୍ ମଧ୍ୟ ବହୁତ ମାତ୍ରାରେ ଗ୍ରୋ କରିବ ଏବଂ ଆପଣଙ୍କ ଜୀବନଟିକୁ ସମ୍ପୂର୍ଣ୍ଣ ଭାବରେ ସ୍ଥିର କରାଇବ। ଦେଖନ୍ତୁ, ପ୍ରଥମତଃ ଏଠାରେ ମହାଦେବଙ୍କର ବିଶେଷ ଆଶୀର୍ବାଦ ରହିଅଛି ଆପଣଙ୍କ ଉପରେ, ଖାସ୍ କରି ଧନୁରାଶିର ବ୍ୟକ୍ତିବିଶେଷଙ୍କ ଉପରେ, କାରଣ ଧନୁରାଶିର ବ୍ୟକ୍ତିବିଶେଷଙ୍କର ଇଷ୍ଟ ଦେବ ହେଉଛନ୍ତି ମହାଦେବ ଏବଂ ଶନିଙ୍କର ମଧ୍ୟ ବହୁତ ମାତ୍ରାରେ ଆପଣଙ୍କ ଉପରେ ଦୃଷ୍ଟି ରହୁଛି। ତେଣୁ ଏହା ସବୁ ଘଟିବ। ଶନି ଆପଣଙ୍କର ନବମ ଘରେ ରହୁଛନ୍ତି, ଯାହା ଆପଣଙ୍କ ଜୀବନରେ ଭଲ କର୍ମ ଅନୁଯାୟୀ ଆପଣଙ୍କୁ ଭଲ ଫଳ ପ୍ରାପ୍ତ କରାଇବେ ଏବଂ ଶନି ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ଧନ କ୍ଷେତ୍ରରେ ବହୁତ ମାତ୍ରାରେ ଯୋଗଦାନ କରୁଛନ୍ତି। ଆପଣଙ୍କୁ କୌଣସି ଆପଣଙ୍କୁ ପୈତୃକ ସମ୍ପତ୍ତିର ପ୍ରାପ୍ତ ହେବାର ଅଛି, ଯୋଗ ଅଛି। ଆପଣଙ୍କୁ କୌଣସି ପୈତୃକ ସମ୍ପତ୍ତିର ପ୍ରାପ୍ତ ହେବାର ଯୋଗ ଅଛି। କୌଣସି ନୂତନ ଗୃହ ମଧ୍ୟ ଆପଣ ନିର୍ମାଣ କରିପାରନ୍ତି। ଆପଣ ଯଦି କୌଣସି କେସ୍ ବା କୌଣସି ଜମିବାଡ଼ିକୁ ନେଇ ଆପଣ ଥାନା କଚେରୀ ମାମଲାରେ କେସ୍ କରୁଛନ୍ତି କିମ୍ବା କେସ୍ରେ ଲଢ଼ୁଛନ୍ତି କୋର୍ଟରେ, ଦେଖିବେ ସେଥିରୁ ମଧ୍ୟ ଆପଣଙ୍କୁ ଜୟ ହେବ। ଆପଣଙ୍କର ଏହି 2026 ନୂତନ ବର୍ଷର ମକର ସଂକ୍ରାନ୍ତି ଠାରୁ ଆପଣଙ୍କୁ କୌଣସି ଶତ୍ରୁ ବି ମଧ୍ୟ ଆପଣଙ୍କୁ ହରାଇ ପାରିବ ନାହିଁ। ଏ ତ ରହିଲା ଆପଣଙ୍କ ପାଇଁ। କିନ୍ତୁ ଦେଖନ୍ତୁ, ମହାଦେବ ହେଉଛନ୍ତି ଆପଣଙ୍କର ଇଷ୍ଟ ଦେବ। ତେଣୁ ମହାଦେବଙ୍କୁ ଆପଣ ଶାନ୍ତ କରିବାକୁ ହେଲେ ମହାଦେବଙ୍କୁ ଦେଖନ୍ତୁ, ଆପଣଙ୍କର ପ୍ରତ୍ୟେକ ସୋମବାର ଦିନ କିଛି ଆମିଷ ଖାଇବା ବନ୍ଦ କରିଦିଅନ୍ତୁ। ଆପଣ ପ୍ରତ୍ୟେକ ସୋମବାର ଦିନ ଆମିଷ ଖାଇବା ବନ୍ଦ କରନ୍ତୁ ଏବଂ ସେହି ସୋମବାରକୁ ଯାଇ ମହାଦେବ ମନ୍ଦିରରେ ଜଳସାଇ କରନ୍ତୁ, ବେଲପତ୍ର ଚଢ଼ାନ୍ତୁ। ଦେଖିବେ ବହୁତ ମାତ୍ରାରେ ଆପଣଙ୍କ ଜୀବନଟି ପୁଣ୍ୟ କରିବ ଏବଂ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ଧନ ପ୍ରାପ୍ତ ମଧ୍ୟ ହେବ ଏବଂ ମହାଦେବଙ୍କର ବିଶେଷ ଆଶୀର୍ବାଦ ମଧ୍ୟ ରହିବ, ଯାହାଫଳରେ ଆପଣ ବହୁତ ମାତ୍ରାରେ ଉନ୍ନତି କରିବେ। ତାହା ସହିତ ଆପଣ ହରେ କୃଷ୍ଣ ମହାମନ୍ତ୍ର ମଧ୍ୟ ଜପ କରନ୍ତୁ କିମ୍ବା ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ। ଦେଖିବେ ଆପଣଙ୍କର ନବଗ୍ରହଙ୍କ ସ୍ଥିତି ସମ୍ପୂର୍ଣ୍ଣ ଭାବରେ ସ୍ଥିର ହେବ ଏବଂ ନବଗ୍ରହଙ୍କର ସ୍ଥିତି ମଧ୍ୟ ସୁଦୃଢ଼ ହେବ, ଯାହା ଆପଣଙ୍କ ଜୀବନରେ କିଛି ଇଫେକ୍ଟ ପକାଇ ପାରିବେ ନାହିଁ। ତେଣୁ ଆପଣ ଏହାକୁ ମାନିଲେ ଆପଣଙ୍କର ନିଶ୍ଚିନ୍ତ ଭାବରେ ମଙ୍ଗଳ ହେବ। ତେଣୁ ଆପଣ ଯଦି
ଧନୁରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି। ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।